ଲକ୍ଷାଧିକ ଟଙ୍କାର ବାଣ ଜବତ। ମିଳିଥିବା ସୂଚନା ମୁତାବକ ଗତକାଲି ଗୁପ୍ତ ସୂଚନା ପାଇବା ପରେ ନୂତନ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଟିମ୍ ଗଠନ କରି ପ୍ଲାଣ୍ଟ ସାଇଟ୍ ଥାନା ଅଧୀନସ୍ଥ ଡେଲି ମାର୍କେଟ ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ଫଟକା ଜବତ କରିଛନ୍ତି ପ୍ଲାଣ୍ଟ ସାଇଟ୍ ପୋଲିସ। ଆଗକୁ ଆସୁଛି ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ସହିତ ଦୀପାବଳି ଭଳି ପର୍ବରେ ବିନା ଲାଇସେନ୍ସରେ ବିକ୍ରି କରିବା ଅବୈଧ ହେଲେ ମଧ୍ୟ ରାଉରକେଲା ସ୍ମାର୍ଟ ସିଟି ସହରରେ ପ୍ଲାଣ୍ଟ ସାଇଟ୍ ଥାନା ଅଧୀନସ୍ଥ ଡେଲି ମାର୍କେଟରେ ଗତକାଲି ବିଳମ୍ବିତ ରାତିରେ ପ୍ରାୟ 15 ଲକ୍ଷରୁ ଉର୍ଦ୍ଧ୍ୱ ବାଣ ଜବତ କରିଛି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ। ଏବଂ ଏଥିରେ ସମ୍ପୃକ୍ତ ଥିବା ଦୁଇ ଦୋକାନୀ ମାଲିକ ହେଲେ ବିକାଶ ଅଗ୍ରୱାଲା ଓ ଅଜୟ ଗୁପ୍ତା। ସେମାନେ ଭ୍ୟାଲିଡ୍ ଲାଇସେନ୍ସ ଦେଖାଇ ନଥିବାରୁ ଉଭୟଙ୍କ ନାଁରେ ଧାରା 759/760 ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ରାଉରକେଲା ପୋଲିସ। ଆମର ଗୋଟେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲୁ ଯେ ଡେଲି ମାର୍କେଟର ଦୁଇଟି ଜାଗାରେ ସେ ଇଲିଗାଲ ଅନଲାଇସେନ୍ସ ଫାୟାର କ୍ରେକର ଗଚ୍ଛିତ ହୋଇକରି ଅଛି। ସେଇ ଖବର ପାଇଲା ପରେ ଆମର ପ୍ଲାଣ୍ଟ ସାଇଟ୍ର ଥାନାର ଦୁଇଟା ପୋଲିସ ଟିମ୍ ଆମର ନୂତନ ଏସ୍ପି ସାର୍ଙ୍କ ନିର୍ଦ୍ଦେଶ ମତେ ଯାଇକରି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣର ଆମର ବାଣ ଆପଣମାନେ ଦେଖୁଥିବେ ଏଇଠି ଗଣତି ଚାଲିଛି, ସେଗୁଡ଼ାକ ସବୁ ଜବତ କରାଯାଇଛି। ତାଙ୍କର ଯେ ଦୋକାନୀ ସେ ଲାଇସେନ୍ସ ତାଙ୍କର ଭ୍ୟାଲିଡ୍ ଲାଇସେନ୍ସ ଦେଖାଇ ପାରିଲେ ନାହିଁ। ଆଉ ସେ ସଂକ୍ରାନ୍ତରେ ଆମର ଦୁଇଟି କେସ୍ ମଧ୍ୟ ରୁଜୁ ହୋଇଛି, 759 ଆଉ 760 ଏକ୍ସପ୍ଲୋସିଭ୍ ଆକ୍ଟରେ କେସ୍ କରାଯାଇଛି। ଆଉ ଯେଉଁ ଦୁଇ ଜଣ ବ୍ୟକ୍ତି ଏଥିରେ ସମ୍ପୃକ୍ତ ବାଣ ଗଚ୍ଛିତ କରିଥିଲେ, ଗୋଟେ ହେଲେ ବିକାଶ ଅଜୟ ଗୁପ୍ତା, ତାଙ୍କର ନାଁରେ ସେ କେସ୍ ରୁଜୁ କରାଯାଇଛି ଏବଂ ସେଇଟା ଇନଭେଷ୍ଟିଗେସନ୍ ଚାଲିବ। ଯେଉଁ ସିଜ୍ ହେଲା ବାଣ ଗୁଡ଼ାକ ତାକୁ ଯେହେତୁ ଏକ୍ସପ୍ଲୋସିଭ୍ ମେଟେରିଆଲ୍ ତାକୁ ଆମେ ଅତି ଶୀଘ୍ର ଡିସ୍ପୋଜାଲ୍ କରିବା ପାଇଁ ଆମର ଯେଉଁ ବମ୍ ଡିସ୍ପୋଜାଲ୍ ସ୍କ୍ୱାଡ୍ ଅଛନ୍ତି ତାଙ୍କର ସହାୟତାରେ ଆମେ କରିବୁ। 15ରୁ 20 ଲକ୍ଷ ଟଙ୍କାର ବାଣ ଆମେ ଅନୁମାନ କରୁଛୁ ଯେଉଁ ଜବତ ହେଇଛି ତାର ମୂଲ୍ୟ ହେବ। ସେଇଟା ଅଣ୍ଡର ଇନଭେଷ୍ଟିଗେସନ୍, ଯେଉଁଠୁ ତାଙ୍କର ସୋର୍ସ ଅଫ୍ ପ୍ରୋକ୍ୟୁରମେଣ୍ଟ ଅଛି ସେଇଟା ମଧ୍ୟ ଆମର ତଦନ୍ତ ପରିସରଭୁକ୍ତ ଆସିବ। ସେ କେଉଁ ଅଥରିଟିରେ ତାଙ୍କର ଲାଇସେନ୍ସ ଅଛି କି ସେଇଟା ମଧ୍ୟ ଚେକିଂ ହେବ। କେଉଁ ଜାଗାରେ ଷ୍ଟୋରେଜ୍ ଥିଲା ଡେଲି ମାର୍କେଟ ଭିତରେ ଦୁଇଟା ରୁମ୍ରେ। ଲବକିଶୋର ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।